ରାଣୀ ଭାଇଙ୍କର ଜୟ ହଉ। ମଉସା ଏଇ ଉଦୟନଗର ନରେଶ ଆପଣଙ୍କର କି ସେବା କରିପାରିବ କୁହନ୍ତୁ ମଉସା କୁହନ୍ତୁ। ମହାରାଜ ମଉସା ମୁଁ ଶୁଣିଛି ଆପଣ ଜଣେ ନ୍ୟାୟବନ୍ତ ଧର୍ମବନ୍ତ ବୋଲି। ହଁ ମଉସା ସେଇଥିପାଇଁ ବଡ଼ ଆଶା ଆକାଂକ୍ଷା ନେଇକି ଆସିଛି ମହାରାଜ। କୁହନ୍ତୁ। ବହୁତ ବଡ଼ ଆଶା ଆକାଂକ୍ଷା ନେଇକି ଆସିଛି। ହଁ ମଉସା କୁହନ୍ତୁ ନା ମଉସା ଆପଣଙ୍କ ଆଶା ଆକାଂକ୍ଷା ଏଇ ଉଦୟନଗର ନରେଶ ନିଶ୍ଚୟ ପୂରଣ କରିବ। ମହାରାଜ ଦିନହୀନ ଭିକାରୀ ଚାଷୀଟିଏ ମୁଁ। ମଉସା ହଁ ମହାରାଜ ଦିନହୀନ ଭିକାରୀ ଚାଷୀଟିଏ ମୁଁ। ମୋ ସ୍ତ୍ରୀ ରୂପା ସହିତ ଅନେକ ଖୁସିରେ ଚଲି ଆସୁଥିଲା। ମୋ ପରିବାରଟା ସୁଖରେ ଚଲି ଆସୁଥିଲା ମହାରାଜ। ଆପଣ କଣ କହୁଛନ୍ତି ମଉସା? ହଁ ମହାରାଜ ସେଇ ଖୁସିରେ ଭଗବାନ ଆଉ ଗୋଟେ ମଧ୍ୟ ଖୁସିଟେ ଭରିଦେଲେ କି ପୁତ୍ର ସନ୍ତାନଟିଏ ଜନ୍ମ ଦେଇ। ହଁ ମଉସା ବହୁତ ଆନନ୍ଦ ଲାଗିଲା, ବହୁତ ଗର୍ବ ଅନୁଭବ କଲି ମହାରାଜ। ହଁ ହଁ ମଉସା କିନ୍ତୁ ସେଇ ଖୁସିଟା କ୍ଷଣିକ ପାଇଁ ରହିଗଲା ମହାରାଜ। ଆପଣ କଣ କହୁଛନ୍ତି ମଉସା? କ୍ଷଣକ ପରେ ଏଇ କଅଁଳା ଶିଶୁଟାକୁ ଛାଡ଼ି ତା ମା ଆର ପାରିକୁ ଛାଡ଼ି ଚାଲିଗଲା ମହାରାଜ। ଆର ପାରିକୁ ଚାଲିଗଲା। ଆପଣ କଣ କହୁଛନ୍ତି? ହଁ ମହାରାଜ ମାତୃହରା ହେଇଗଲା ପୁଅଟା ମୋର। ମଉସା କିଏ ଦେବ ମାର ସ୍ନେହ, କିଏ ଦେବ ମାର ମମତା। ମଉସା ମତେ ମଧ୍ୟ ଭଗବାନ ସୁସ୍ଥ ସବଳ ରଖିଲେନି ମହାରାଜ। କଣ ହେଇଛି ମଉସା ଆପଣଙ୍କର? ମତେ ମଧ୍ୟ ଶ୍ୱାସ ରୋଗୀ କରିଦେଲେ। ଓ ଆପଣ ମଧ୍ୟ ଶ୍ୱାସ ରୋଗୀ? ହଁ ମହାରାଜ ହେ ଭଗବାନ ମୁଁ କଣ ଶୁଣିବାକୁ ପାଉଛି? କେତେବେଳେ କୋଉ ମୁହୂର୍ତ୍ତରେ ପିଣ୍ଡରୁ ପ୍ରାଣଟା ଚାଲିଯିବ ଯେ ମୁଁ ମଧ୍ୟ ଜାଣିପାରୁନି। ନା ମଉସା ଆପଣ ସେମିତି କୁହନ୍ତୁନି। ସେଇଥିପାଇଁ ଆପଣଙ୍କ ନିକଟକୁ ଚାଲି ଆସିଛି ମହାରାଜ। ହଁ ମଉସା ଆପଣ କାଳେ ମୋ ଦୁଃଖ ଦୂର କରିବେ ବୋଲି ଆପଣଙ୍କ ପାଖକୁ ଆସିଛି। କୁହନ୍ତୁ ନା ମଉସା ଆପଣ କଣ ଭାବିକି ଆସିଛନ୍ତି ଆଉ କଣ ଭାବୁଛନ୍ତି? ମହାରାଜ ମଉସା ମୁଁ ତ ଅତି ଗରିବ ମଣିଷଟି। ହଁ ମଉସା ଦି ବେଲା ଦି ମୁଠା ଖାଇବା ପାଇଁ ତ ମିଳୁନି। ହଁ ମଉସା ପୁଅ ପାଇବା କୁଆଡ଼େ କ୍ଷୀର ଆଣିବି। ମଉସା ମହାରାଜ ମୁଁ ଭାବୁଛି। ଆପଣ କଣ ଭାବୁଛନ୍ତି ମଉସା? ହଁ ମହାରାଜ ମୁଁ ଭାବୁଛି ଏଇ ଏଇ କଅଁଳା ଶିଶୁଟାକୁ। କଅଁଳା ଶିଶୁଟାକୁ କଣ କରିବି? ହଁ ମହାରାଜ ମୁଁ ଭାବୁଛି ଏଇ କଅଁଳା ଶିଶୁଟାକୁ ତଣ୍ଟି ଚିପି ମାରିଦେବି। ମଉସା ଆଉ ନା ମଉସା ଶେଷରେ ମୁଁ ମଧ୍ୟ ମରିଯିବା ପାଇଁ ଚାହେଁ ମହାରାଜ। ଶେଷରେ ମୁଁ ମଧ୍ୟ ମରିଯିବା ପାଇଁ। ଆପଣ କଣ କହୁଛନ୍ତି ମଉସା? ଆଉ କଣ କରିବି ମହାରାଜ କୁହନ୍ତୁ। ଦବା ନବାର କଥା ସେ ଉପର ବାଳାଙ୍କ ହାତରେ ଥାଏ। ଆପଣ ସେମିତି କୁହନ୍ତୁନି ମଉସା, ଆପଣ ସେମିତି କୁହନ୍ତୁନି। କଣ କରିବି ମହାରାଜ। ମଉସା ନିରୁପାୟ ମଣିଷଟି ମୁଁ। ଉପାୟ ଶୂନ୍ୟ ହେଇଯାଇଛି, ବାଟ ବଣ ହେଇଯାଇଛି। ମୋର ଆଉ କଣ କରିପାରିବି କହିବି ଦେଖି। ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ ନା ମଉସା, ଆପଣ ସେମିତି କୁହନ୍ତୁ, ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ। ଆଲୋ ମହାରାଣୀ ସ୍ୱାମୀ ମୁଁ କଣ କହୁଥିଲି କି ମହାରାଣୀ ସୁରେଖାକୁ ବାହା ହେଇ ଆଜିକି 10 ବର୍ଷ ବିତିଗଲାଣି। ହଁ ସ୍ୱାମୀ ଆଉ ତମକୁ ମଧ୍ୟ ବାହା ହେଇକି 5 ବର୍ଷ ବିତିଗଲାଣି। ହଁ ଦେବଦେବ ମହାଦେବ ମା ମଙ୍ଗଳା ଆମ କୋଳରେ ନଦେଲେ ଏକ ସନ୍ତାନ ହଁ ନାହିଁ ଆମର ଉତ୍ତରାଧିକାରୀ। କଣ କରିବ ମହାରାଣୀ? ସେଇଥିପାଇଁ ତ ସମସ୍ତେ କହନ୍ତି ପୁତ୍ର ଦୁହିତାରେ ସିନା ସଂସାରର ସାର, ଆଉ ଯେତେ ଧନ ସମ୍ପଦ ଥିଲେ ମଧ୍ୟ ପାଣିର ଚେଗାର ମହାରାଣୀ, ପାଣିର ଚେଗାର। ହଁ ସ୍ୱାମୀ ଏଇଥିପାଇଁ ମୁଁ କହୁଥିଲି ଯେ ଆମେ କଣ ସେ ନବଜାତ ଶିଶୁଟାକୁ ବଞ୍ଚେଇ ପାରିବାନି? ତମେ କଣ ମାର ସ୍ନେହ ମମତା ଦେଇପାରିବନି? କୁହ ମହାରାଣୀ କୁହ। ସ୍ୱାମୀ ମହାରାଣୀ ସ୍ୱରୂପ ଆପଣ କଣ କହୁଛନ୍ତି ସ୍ୱାମୀ? ହଁ ମହାରାଣୀ ମୁଁ ହଉଛି ଗୋଟିଏ ନାରୀ। ହଁ ହଁ ମୁଁ କଣ ସେ କଅଁଳା ଶିଶୁକୁ ମାର ସ୍ନେହ ମମତା ଭଲ ପାଇବା କଣ ଦେଇପାରିବିନି? ନିଶ୍ଚୟ ଦେଇପାରିବି ସ୍ୱାମୀ। ଯଦି ମୋ ସାଙ୍କ ଇଚ୍ଛା ହୁଏ ନିଶ୍ଚୟ ଆମେ ସେଇ ଛୁଆକୁ ନିଜ କୁଳରେ ନେଇ ଲାଳନ ପାଳନ କରି
ଭଲ ମଣିଷଟି କରିବା ସ୍ୱାମୀ। ଧନ୍ୟ ଧନ୍ୟ ମହାରାଣୀ ସ୍ୱରୂପ ତମେ ଧନ୍ୟ। ହଁ ସ୍ୱାମୀ। ଗୋଟାଏ ଉପାୟର ବାଟ ଖୋଜି ଦେଇଛ ତମେ। ମଉସା ମଉସା ମହାରାଜ। ଆପଣ ପରା ଉପାୟ ଖୋଜୁଥିଲେ। ହଁ ମହାରାଜ। ଉପାୟ ନିଶ୍ଚୟ ମିଳିଯାଇଛି ମଉସା। ଆପଣ ଯଦି ଚାହାନ୍ତି, ଆପଣ ଯଦି ଚାହିଁବେ। ହଁ ମହାରାଜ। ମୁଁ କ'ଣ କହୁଥିଲି କି ହଁ ମହାରାଜ। ଆପଣ ଯଦି ଚାହାନ୍ତି ହଁ ସେ କଅଁଳିଆ ଶିଶୁଟାକୁ ଆମକୁ ଦେଇଦିଅନ୍ତୁ। ଆମେ ସେ ନବଜାତ ଶିଶୁଟାକୁ କୋଳେଇ ନେବୁ। ତାକୁ ଲାଳନ ପାଳନ କରିବୁ ମଉସା, ଲାଳନ ପାଳନ କରିବୁ। ଭଲ ଇଏ ଆପଣ କ'ଣ କହୁଛନ୍ତି ମହାରାଜ? ହଁ ମଉସା। ରାଣୀମା ଆପଣ ସତ କହୁଛନ୍ତି? ମୋ ପୁଅକୁ ଆପଣ କୋଲେଇ ନେବେ? ନିଶ୍ଚୟ ମଉସା। ଆପଣ ଯଦି ବାସୁଦେବ ସାଜି ସେ କମଳା ଶିଶୁକୁ ମୋ ହାତରେ ଥୋଇଦେବେ, ନିଶ୍ଚୟ ମୁଁ ଲାଳନ ପାଳନ କରି ଭଲ ମଣିଷଟିଏ କରିବି। ହଁ ମଉସା, ଯଶୋଦା ସାଜି ଭଲ ମଣିଷଟିଏ କରିବି। ହେଲେ ମୁଁ କେମିତି ବିଶ୍ୱାସ କରିବି ମହାରାଜ? ମଉସା ମୁଁ କେମିତି ବିଶ୍ୱାସ କରିବି ଆପଣ ମୋ ପୁଅକୁ କୋଳେଇ ନେବେ ଏବଂ କାଖେଇ କୋଳେଇ ମଣିଷ କରିବେ ବୋଲି? ତାହେଲେ ଆପଣ କ'ଣ କଲେ ବିଶ୍ୱାସ କରିବେ ମଉସା କହନ୍ତୁ ନା? ସତ୍ୟ। ସତ୍ୟ? ହଁ ମହାରାଜ, ଆପଣଙ୍କୁ ସତ୍ୟ କରିବା ପାଇଁ ପଡ଼ିବ। ଏଇ 10 ଦିଗ 10 ପାଳ ଚନ୍ଦ୍ର ସୂର୍ଯ୍ୟଙ୍କୁ ସାକ୍ଷୀ ରଖି କହିପାରିବେ ତ ମହାରାଜ? ନିଶ୍ଚୟ ମଉସା, ମୁଁ ନିଶ୍ଚୟ ନିଶ୍ଚୟ ଚନ୍ଦ୍ର ସୂର୍ଯ୍ୟ ସାକ୍ଷୀ ରଖି ମୁଁ କହିବି। ଆଜି ଉଦୟନଗର ନରେଶ ରାଜା ବିଜୟସେନ ସମସ୍ତଙ୍କ ସାମ୍ନାରେ ତଥା ଚନ୍ଦ୍ର ସୂର୍ଯ୍ୟ 10 ଦିଗ 10 ପାଳକୁ ସାକ୍ଷୀ ରଖି କହୁଛି, ଏଇ ନବଜାତ ଶିଶୁଟାକୁ ନିଜ ସନ୍ତାନ ଭଳି ମୁଁ କୋଳେଇ ନେଉଛି। ଭବିଷ୍ୟତରେ ଉଦୟନଗର ନରେଶ এই নবজাত শিশুটাକୁ উত্তরাধিকারী করাইব। এই দুনিয়া আগে মুন্ড টেকি বাট চালিবার পরিচয় দেব। এ হচ্ছে উদয়নগর নরেশ্বর অটল বাণী। ହଁ ମଉସା। ଧନ୍ୟ ଧନ୍ୟ ମହାରାଜ, ଧନ୍ୟ ତମ, ଧନ୍ୟ ତବ ବିଚାର, মৌসা ଧନ୍ୟ ତମ ନ୍ୟାୟ ମହାରାଜ। মৌসা ଆଜି ମୁଁ ବହୁତ ଖୁସି। ହଁ ମହାରାଜ, ହଁ ମଉସା ଆପଣ ଆଜି ମୁଁ ବହୁତ ଖୁସି ମହାରାଜ, ବହୁତ ଖୁସି ମହାରାଜ। ମଉସା ତୁ କାନ୍ଦନାରେ ଧନ, ଏ ପାଗଲା ଆଜି ଦିନଠୁ ତୋର କାନ୍ଦିବାର ଦିନ ଶେଷ ହେଇଗଲା ରେ ଧନ। ଆଜି ଦିନଠୁ ତୁ ହସିବୁ ରେ ସୁନା, ମଉସା ତୁ ହସିବୁ। ସୁବର୍ଣ୍ଣ ଥାଳିରେ ଅନ୍ନ ଭକ୍ଷଣ କରିବୁ, ସୁବର୍ଣ୍ଣ ଶୀତରେ ଶୋଇବୁ ରେ ଧନ ମହାରାଜ। ମଉସା হে নিয়ন্ত আজি এ বুঢ়া বাপটা, ହଁ ମହାରାଜ, মৌসা আজি ଏ ବୁଢ଼ା ବାପଟା ବାସୁଦେବ ସାଜି ଟିକି ଦେଉଛି ଦେବକୀ କୂଳକୁ ତାର ଅଳିଆ ଝଟିଆ କାହ୍ନାକୁ। ମଉସା ଦେବକୀ କୋଳରୁ ଜନ୍ମି ଯଶୋଦା କୋଳକୁ କାହ୍ନୁ ଯେବେ ଚାଲି ଯାଏ, পুত্র বিহুনে যে পিতা বাসুদেব সাজি ঝুরি ঝুরি মরি যায়। তোতে দেলি আশীর্বাদ তু রখিবু রে টেক, তোতে লাগু মো আয়ুষ তু রখিবু রে যশ। চালি যা রে চালি যা রে, চালি যা রে মো হৃদপিণ্ড
প্রদীপ তোর মঙ্গল কামনা করে বাপ তোর মঙ্গল কামনা করে বাপ দেবকী কোଳରୁ জন্মি যশোদা কোଳକୁ কাহ্নু যেবে চালি যায় পুত্র বিহুনে যে পিতা বাসুদেব সাজি ঝুরি ঝুরি মরি যায় দেবকী কোଳରୁ জন্মি যশোদা কোଳକୁ কাহ্নু যেবে চালি যায় পুত্র বিহুনে যে পিতা বাসুদেব সাজি ঝুরি ঝুরি মরি যায় ততে দিলি আশীর্বাদ তু রক্ষি করে ততে লাগু মো আয়ুষ তু রক্ষি করে যশ চালি যা রে চালি যা রে চালি যা রে মৌত পিণ্ড কুল প্রদীপ তোর মঙ্গল কামনা করে বাপ ও তোর মঙ্গল কামনা করে বাপ তোর মঙ্গল কামনা করে বাপ তোর মঙ্গল কামনা করে বাপ ମଉସା ମୋ କୁଳଦେବତା ଆପଣଙ୍କୁ ଲାଗିଲା ମହାରାଜ। ହଁ ମଉସା ରାଣୀ ମା ମଉସା ମୋ କୁଳଦେବତା ଆପଣଙ୍କୁ ଲାଗିଲା ତା ଉପରେ କିଛି ମଧ୍ୟ ରାଗିବେନି ଅଭିମାନ କରିବେନି ରାଣୀ ମା କେବେ ନୁହଁ। ଏ ଆପଣ କ'ଣ କହୁଛନ୍ତି ମଉସା ମୁଁ ଏ କୌଲା ଶିଶୁକୁ ମୁଁ ମାର ସ୍ନେହ ମମତା ଭଲ ପାଇବା ସବୁ କିଛି ଦେଇ ତାକୁ ଭଲ ମଣିଷଟି କରିବି ମଉସା ଆପଣ ଏଥିରେ ଚିନ୍ତା କରନ୍ତୁନି ହଁ ହଁ ଚିନ୍ତା କରନ୍ତୁନି ମଉସା ଆପଣ ନିଶ୍ଚିନ୍ତରେ ରୁହନ୍ତୁ ମଉସା ଆଜି ଦିନଠୁ ସେ ଆମ ପୁତ୍ର ତାକୁ ବାଧା ବିଘ୍ନ କେବେ ମଧ୍ୟ ଛୁଇଁବାକୁ ଦେବୁନି ଆମେ ନିଶ୍ଚୟ ମହାରାଜ ତାହେଲେ ସମୟ ଅତିବାହିତ ହେବା ପାଇଁ ବସିଲାନି ମଉସା ଏଥର ମୋତେ ଯିବା ପାଇଁ ପଡ଼ିବ। ହଁ ମଉସା ମଉସା ଖୁସିରେ ନିଶ୍ୱାସ ତ୍ୟାଗ କରିପାରିବି ଖୁସିରେ ମରି ତ ପାରିବି ନା ମଉସା ମଉସା ଆପଣ ସେମିତି କୁହନ୍ତୁନି ଗଳାବେଳେ ଗୋଟାଏ କଥା ଆପଣ ଭୁଲିଯିବେନି ମଉସା ବେଳେ ବେଳେ ଦେଖା କରିବାକୁ ହଁ ଆସିବେ ମଉସା ହଁ ମହାରାଜ ଯଦି ଏ ପିଣ୍ଡରେ ପ୍ରାଣଟା ଥିବ ତାହେଲେ ନିଶ୍ଚୟ ଦେଖିବା ପାଇଁ ଆସିବି ମହାରାଜ ନିଶ୍ଚୟ ଦେଖିବା ପାଇଁ ଆସିବି ହଁ ମଉସା ଏଇଆ ହିଁ ଆପଣଙ୍କଠୁ ମୁଁ ଆଶା କରେ ତାହେଲେ ଆସୁଛି ମହାରାଜ। ନିଶ୍ଚୟ ମଉସା ମହାମନ୍ତ୍ରୀ ଚୂଡ଼ାମଣି ମହାମନ୍ତ୍ରୀ ଚୂଡ଼ାମଣି ମହାମନ୍ତ୍ରୀ ଚୂଡ଼ାମଣି ଆଜ୍ଞା ମହାରାଜ ମହାମନ୍ତ୍ରୀ ଚୂଡ଼ାମଣି ଆଜ୍ଞା ମହାରାଜ ଏଇ ବୃଦ୍ଧ ମଉସାଟାକୁ ସହ ସମ୍ମାନେ ଛାଡ଼ି ଆସ ରାଜ୍ୟ ମହଳର ସିଂହ ଦୁଆରେ ତାହେଲେ ଠିକ୍ ଅଛି ଚାଲନ୍ତୁ ମଉସା ଆସୁଛି ମଉସା ଆସୁଛି ରାଣୀ ମା ହେ ଭଗବାନ ମଉସାଙ୍କର କ'ଣ ହେଇଗଲା କହୁଥିଲେ ସେ ଶ୍ୱାସ ରୋଗୀ ବୋଲି ହେ ଦେବଦେବ ମହାଦେବ କାହିଁକି କାହିଁକି ଠାକୁରେ କାହିଁକି ଛଡ଼ାଇ ନେଲ ଏ ବୃଦ୍ଧ ମଉସାଟାକୁ ସେ ଆମ ପାଇଁ ଭଗବାନ ହଁ ହଁ ସେ ଆମ ପାଇଁ ଭଗବାନ ନେଇ ସନ୍ତାନକୁ ସନ୍ତାନ ଦେଇଛନ୍ତି
ধন্য রে দুনিয়া ধন্য এই কি পুণ্য দুনিয়ারে পাপর ঘর সুখ খোঁজু খোঁজু বুড়ি যায় বেড় আশার সকাল লুহর পখাল জীবন গছরে যাতনার ডাল করম তুলে ভাগ্য দিয়ে ফল মরি মরি বঞ্চে বঞ্চি ঠাই মরে মরি মরি বঞ্চে বঞ্চি ঠাই মরে ঠিকনা হজেই নিজর পুণ্য সংসার রে পাপর ঘর পুণ্য সংসার রে পাপর ঘর পুণ্য সংসার রে পাপর ঘর কিয়ে পর এটি কিয়ে নিজর মহামন্ত্রী চূড়ামণি আস মহামন্ত্রী সেই বৃদ্ধ মৌসার মূর্ত দেহକୁ ঘেনিଯିବା সেই ମଶାଣୀ ଭୂମିକୁ ରାଜ୍ୟ ରୀତିନୀତି ହିସାବରେ ଶବ ସଂସ୍କାର କରିବ ମହାମନ୍ତ୍ରୀ ଶବ ସଂସ୍କାର କରିବା পুণ্য সংসার রে পাপর ঘর কিয়ে পর এটি কিয়ে নিজর পুণ্য সংসার রে পাপর ঘর কিয়ে পর এটি কিয়ে নিজর পুণ্য সংসার রে পাপর ঘর কিয়ে পর এটি কিয়ে নিজর পুণ্য সংসার রে পাপর ঘর কিয়ে পর এটি